ଉଠନ୍ତୁ ଭାଇ, ଦେଖନ୍ତୁ ସୃଷ୍ଟିରେ ପୁଣି ଥରେ ଧର୍ମ ଗ୍ଲାନିର ସମୟ ଆସିଯାଇଛି। ଅର୍ଥାତ୍ ଏବେ ଏହି ସୃଷ୍ଟିରେ ପବିତ୍ରତା, ସତ୍ୟତା, ଏକତା ବା ମାନବିକତା ସମ୍ପୂର୍ଣ୍ଣ ଭାବରେ ଲୋପ ହୋଇଯାଇଛି। ସେଥିପାଇଁ ଭାଇ ଏବେ ଉଠନ୍ତୁ, ଜାଗ୍ରତ ହୁଅନ୍ତୁ। हे प्रिय आत्मन, उठ। ଏବେ ଏହି ସୃଷ୍ଟି ଚକ୍ର ପୁଣି ଥରେ କଳିଯୁଗର ଅନ୍ତ ସମୟରେ ପହଞ୍ଚିଛି। ପୃଥିବୀ ପୃଷ୍ଠରେ ବଢୁଥିବା ଗରମ, ପରମାଣୁ ବୋମା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ରୋଗ ଏହା ଦର୍ଶାଉଛି କି ଏବେ ସମୟ ବହୁତ କମ୍ ଅଛି। ସେଥିପାଇଁ ଡେରି କରନା, ଉଠ ଉଠ, ଜାଗ୍ରତ ହୁଅ। ସୁବର୍ଣ୍ଣକାର ବାହାଘର ଭୋଜି ଖାଇ ଭାଙ୍ଗ ମଦ ପରି ନିଶାର ମଜା ନେଇ ମୁଁ ନିଗୋଡ଼ ନିଦରେ ଶୋଇଥିଲି। ଶ୍ଵେତ ବସ୍ତ୍ର ଧରି ଦେବୀ ମାନେ ଆପଣ ମାନେ କିଏ? ଆପଣ କଣ ଜାଣନ୍ତି ନିଶାରେ ମଣିଷ ମୃତ ପ୍ରାୟ ଶୋଇ ରହିଥାଏ? କାହିଁକି ମୋତେ ଉଠେଇଲେ? କି କାମ ମୋ ପାଖରେ ଆପଣଙ୍କର ଦେବୀ? ପ୍ରିୟ ଆତ୍ମନ, ଏବେ ଶୋଇବାର ସମୟ ନୁହେଁ, କାହିଁକି ନା ସୃଷ୍ଟି ପରିବର୍ତ୍ତନର ସମୟ ଚାଲିଛି। ନିରାକାର ଶିବ ପରମାତ୍ମା ଏହି ଧରା ପୃଷ୍ଠରେ ସାକାର ମାନବ ଶରୀରରେ ଅବତରଣ ହେଇ ମାନବକୁ ଦେବତା ବନେଇବା ପାଇଁ ଶ୍ରେଷ୍ଠ ଶିକ୍ଷା ଦେଉଛନ୍ତି। ସେଥିପାଇଁ ଏହି ଅଜ୍ଞାନ ନିଦ୍ରାରୁ ଉଠ ଆଉ ପରମାତ୍ମା ପିତାଙ୍କର ପରିଚୟ ଜାଣ। କଣ କହିଲେ ଆପଣ? ପରମାତ୍ମା ଏ ପୃଥିବୀକୁ ଆସି ସାରିଛନ୍ତି? ହଁ ଭାଇ, ଏହା ସମ୍ପୂର୍ଣ୍ଣ ସତ୍ୟ। ଏବେ ବହୁତ ଶୀଘ୍ର ଏହି କଳିଯୁଗ ସଂସାର ଏକ ସୁନ୍ଦର ସୁଖମୟ ସଂସାରରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହାକୁ ସ୍ୱର୍ଗ ବା ବୈକୁଣ୍ଠ କୁହାଯାଉଛି। ସ୍ୱୟଂ ପରମାତ୍ମା ଆମକୁ ରାଜଯୋଗ ଶିଖାଇ ଆଧ୍ୟାତ୍ମିକ ଗୁଣ ଏବଂ ଶକ୍ତିରେ ସଜଉଛନ୍ତି। ସେଥିପାଇଁ ଆପଣ ବି ନିଜ ଜୀବନକୁ ଏହି ଅଲୌକିକ ଶକ୍ତିରେ ଭରପୁର କରନ୍ତୁ। ଧନ୍ୟବାଦ ଭଉଣୀମାନେ। ଯାହା ହେଉ ଆପଣମାନେ ମୋତେ ନିଶାର ନିଦ୍ରାରୁ ଉଠାଇ ଏହି ସନ୍ଦେଶଟି ଦେଲେ। ପ୍ରିୟ ମିତ୍ରମାନେ, ଆପଣମାନେ ମଧ୍ୟ ନିଶାରୁ ନିବୃତ୍ତ ରହି ଏହି ଈଶ୍ୱରୀୟ ଜ୍ଞାନ ଏବଂ ରାଜଯୋଗ ଶିକ୍ଷା କରି ନିଜ ଜୀବନକୁ ଧନ୍ୟ ବନାନ୍ତୁ। ଧନ୍ୟବାଦ। ଓମ୍ ଶାନ୍ତି।